ପିଲାମାନେ ସବୁଦିନ ଭଳି ଆଜି ମଧ୍ୟ ଗୋଟିଏ ମଜା ଗପଟିଏ ପଢ଼ିବା। ତ ପିଲାମାନେ ତା ପୂର୍ବରୁ ତମମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଜଲ୍ଦି ଜଲ୍ଦି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅ, ଯାହାଫଳରେ ପ୍ରତ୍ୟେକ ଦିନ ଏହିଭଳି ଗୋଟିଏ ଲେଖାଏଁ ମଜା ଗପ ଶୁଣିପାରିବ। ଆଚ୍ଛା କହିଲେ ପିଲାମାନେ, ସେ ଗପଟିର ନାଁ କ'ଣ? ସେ ଗପଟିର ନାଁ ହେଉଛି ଦୁଷ୍ଟର କଷ୍ଟ। ତ ପିଲାମାନେ ଦେଖିବା ଏଠି ଦୁଷ୍ଟକୁ କିପରି କଷ୍ଟ ଦିଆଯାଉଛି। ତ ପିଲାମାନେ ଦେଖିବା ଏଠି ମଜା ଗପଟି। ଗୋଟିଏ ଓଉ ଗଛରେ ବାୟା ଚଢ଼େଇଟିଏ ବସା କରି ରହିଥାଏ। ତ ପିଲାମାନେ ଗୋଟିଏ ଓଉ ଗଛରେ କ'ଣ ହେଇଥାଏ ନା ବାୟା ଚଢ଼େଇଟିଏ ବସା କରି ରହିଥାଏ। ତ ପିଲାମାନେ ଓଉ ତ ତମେ ସମସ୍ତେ ଖାଇଥିବ, ଜାଣିଥିବ ମଧ୍ୟ। ସେ ଯୋଉ ଓଉ ଗଛରେ ବାୟା ଚଢ଼େଇଟିଏ କ'ଣ କରିଥିଲା ନା ବସା କରି ରହିଥିଲା। ଓଉ ଗଛଟି ଝଙ୍କାଳିଆ ହୋଇଥିବାରୁ ତାର ବସା ବାହାରକୁ ଦେଖାଯାଏ ନାହିଁ। ତ ପିଲାମାନେ ଯେହେତୁ ଓଉ ଗଛଟି ବହୁତ ଝଙ୍କାଳିଆ ହୋଇଥିଲା, ସେଥିପାଇଁ ବାୟା ଚଢ଼େଇର ବସା ବାହାରକୁ ଦେଖାଯାଏ ନାହିଁ। ଏଣୁ ବାୟା ଚଢ଼େଇର କାହାକୁ ଡର ନଥିବାରୁ ସେ ଖୁବ୍ ଆନନ୍ଦରେ ସେଇଠି ଥାଏ। ତ ପିଲାମାନେ ଯେହେତୁ ତାର ବସାକୁ କେହି ଦେଖିପାରନ୍ତିନି, ତାକୁ ମଧ୍ୟ କେହି ଦେଖିପାରନ୍ତିନି, ସେ ଓଉ ଗଛ ଡାଳରେ ଲୁଚିକି ରହିଥାଏ। ସେଥିପାଇଁ ସେ ଖୁବ୍ ଆନନ୍ଦରେ ସେଇଠି ଥାଏ। ଦିନେ ସେଇ ଗଛ ଉପରକୁ ଡେଇଁ ଡେଇଁ ବଡ଼ ହନୁମାଙ୍କଡ଼ଟିଏ ଆସିଗଲା। ତ ପିଲାମାନେ ସେ ଯୋଉ ଓଉ ଗଛ ଉପରକୁ ଡେଇଁ ଡେଇଁ ବଡ଼ ହନୁମାଙ୍କଡ଼ଟିଏ ଆସିଗଲା। ତାର ଉଦ୍ଦେଶ୍ୟ ଥିଲା ଯେ ଓଉ ଗଛରୁ ଫୁଲ ଖାଇ ଖୁସି ହେବ। ତ ପିଲାମାନେ ସେ ମାଙ୍କଡ଼ଟିର ଉଦ୍ଦେଶ୍ୟ କ'ଣ ଥିଲା ନା ସେ ଓଉ ଗଛରୁ କିଛି ଫୁଲ ଖାଇ ଖୁସି ହେବ। ସେ ଗଛ ଯାକ ଖୋଜି ଖୋଜି ଗୋଟିଏ ମଧ୍ୟ ଓଉ ଫୁଲ ପାଇଲା ନାହିଁ। ତ ପିଲାମାନେ ଓଉ ଗଛ ଯାକ ସେ ବୁଲି ବୁଲି ଗୋଟିଏ ହେଲେ ବି ଓଉ ଫୁଲ ପାଇଲା ନାହିଁ। ତେଣୁ ସେ ମନେ ମନେ ବହୁତ ବିରକ୍ତ ହୋଇଯାଇଥିଲା। ତ ପିଲାମାନେ ଯେହେତୁ ସେ ଫୁଲ ଖାଇବାକୁ ପାଇଲା ନାହିଁ, ସେଥିପାଇଁ ସେ ମନେ ମନେ ବହୁତ ବିରକ୍ତି ହୋଇଯାଇଥିଲା। ସେ ଗୋଟିଏ ଅନ୍ଧାରିଆ ଜାଗାରେ ଖୋଜୁ ଖୋଜୁ ବାୟା ଚଢ଼େଇର ବସା ଉପରେ ତାର ନଜର ପଡ଼ିଗଲା। ତ ପିଲାମାନେ ସେଇ ଗଛ ଉପରକୁ ଯେହେତୁ ମାଙ୍କଡ଼ ଆସିଥିଲା ଫୁଲ ଖାଇବା ପାଇଁ, ହେଲା ଗୋଟେ କି ଫୁଲ ସେ ଖାଇବା ପାଇଁ ପାଇଲା ନାହିଁ। ହଠାତ୍ ତାର ନଜର ବାୟା ଚଢ଼େଇର ବସା ଉପରେ ପଡ଼ିଗଲା। ତାପରେ ଦେଖିବା ପିଲାମାନେ କ'ଣ ହେଲା। ଏପଟେ ବିରକ୍ତ ହୋଇଯାଇଛି। ତ ପିଲାମାନେ ଯେହେତୁ ସେ କିଛି ଫୁଲ ଖାଇବାକୁ ଓଉ ଗଛରୁ ପାଇଲାନି, ସେଥିପାଇଁ ସେ ବହୁତ ବିରକ୍ତ ହୋଇଯାଇଛି। ସେପଟେ ବାୟା ଚଢ଼େଇ ବସା ଦେଖି ତାର ଦୁଷ୍ଟାମି ଆରମ୍ଭ କରିବାକୁ ମନେ କଲା। ତ ପିଲାମାନେ ଯେହେତୁ ସେ ବାୟା ଚଢ଼େଇର ଗଛକୁ ବାୟା ଚଢ଼େଇର ବସାକୁ ଓଉ ଗଛରେ ଦେଖିଲା, ସେଥିପାଇଁ ସେ ତାର ଦୁଷ୍ଟାମି ଆରମ୍ଭ କରିବାକୁ ମନେ କଲା। ଦୁଷ୍ଟାମି କ'ଣ ପିଲାମାନେ, ତାର ବସା ଭାଙ୍ଗି ଦେବା ପାଇଁ ସେ ଚେଷ୍ଟା କଲା। ସେଇ ବାୟା ଚଢ଼େଇ ବସାରେ ତାର ଦୁଇଟି ଛୁଆ ଥାଏ। ତ ପିଲାମାନେ ସେ ଯୋଉ ବାୟା ଚଢ଼େଇ ବସାରେ ଦୁଇଟି ଛୋଟ ଛୋଟ ଛୁଆ ମଧ୍ୟ ଥାଆନ୍ତି। ଏଣୁ ଦୁଷ୍ଟ ମାଙ୍କଡ଼କୁ ବସା ପାଖରେ ଦେଖି ବାୟା ଚଢ଼େଇ ଡରିଗଲା। ତ ପିଲାମାନେ ଯେହେତୁ ବାୟା ଚଢ଼େଇ ବାୟା ଚଢ଼େଇର ବସା ପାଖରେ ମାଙ୍କଡ଼କୁ କିଏ ଦେଖିଲା, ବାୟା ଚଢ଼େଇ ଦେଖିଲା। ସେଥିପାଇଁ କ'ଣ ତାର ଯେହେତୁ ଛୋଟ ଛୋଟ ଛୁଆ ଦୁଇଟି ସେଇ ବସାରେ ଥିଲେ, ସେ ମାଙ୍କଡ଼କୁ ଦେଖି ସେ ବସା ପାଖରେ ଡରିଗଲା। ତଥାପି ସାହସ କରି କହିଲା, ମଉସା ନମସ୍କାର। ତ ପିଲାମାନେ ବାୟା ଚଢ଼େଇଟି ଡରିଯାଇ ହଠାତ୍ ମାଙ୍କଡ଼କୁ କ'ଣ କହିଲା ନା ନମସ୍କାର। ତୁମେ ବହୁତ ଡିଆଁ ଡେଇଁ କରି ହାଲିଆ ହୋଇଯାଇଥିବ। ତ ପିଲାମାନେ ବାୟା ଚଢ଼େଇଟି ମାଙ୍କଡ଼କୁ କହୁଛି କ'ଣ ନା ତୁମେ ବହୁତ ଡିଆଁ ଡେଇଁ କରି ହାଲିଆ ହୋଇଯାଇଥିବ, ଏଣୁ ତୁମେ ଏଇଠି ବସି ବିଶ୍ରାମ କର। ତ ପିଲାମାନେ ସେଇଠୁ ବାୟା ଚଢ଼େଇ କହୁଛି ତମେ ବହୁତ ଡିଆଁ ଡେଇଁ କରି ହାଲିଆ ହୋଇଯାଇଥିବ, ଏଣୁ ତୁମେ ଏଇଠି ବସି ବିଶ୍ରାମ କର। କିଛି ସମୟ ଚୁପଚାପ ବସିଲେ ଆରାମ ଲାଗିବ। ସେ କହୁଛି କ'ଣ ପୁଣି ନା କିଛି ସମୟ ଚୁପଚାପ ବସିଲେ ଆରାମ ଲାଗିବ। ମାଙ୍କଡ଼ ଏଇ କଥାରେ ସେ ଆହୁରି ବିରକ୍ତ ହୋଇଗଲା। ତ ପିଲାମାନେ ବାୟା ଚଢ଼େଇ ମୁହଁରୁ ଏଭଳି କଥା ଶୁଣିବା ପରେ ମାଙ୍କଡ଼ଟି ବହୁତ ବିରକ୍ତି ହୋଇଗଲା। କାରଣ ସେ ଯେହେତୁ ସେ ଗଛରୁ କିଛି ବି ଖାଇବାକୁ ପାଇଲା ନାହିଁ, ନା ଫୁଲ ପାଇଲା ନା ଫଳ ପାଇଲା, ଏସବୁ କିଛି ବି ଖାଇବାକୁ ପାଇଲା ନାହିଁ। ସେ ପରେ ଶେଷରେ କ'ଣ ନା ବାୟା ଚଢ଼େଇର ଏଭଳି କଥା ଶୁଣିବା ପରେ ସେ ବହୁତ ବିରକ୍ତ ହୋଇଗଲା। କହିଲା, ଆରେ ବାୟା ଚଢ଼େଇ, ତୁ ଦେଖୁଛୁ ଯେ ମୁଁ ଗୋଟିଏ କି ଫୁଲ ଏ ଗଛରୁ ପାଇଲିନି, ସେପଟେ ତୁ ମତେ ଭଲେଇ ହେଇ କହୁଛୁ ଯେ ମୁଁ ବିଶ୍ରାମ ନେବି, ତୋ କଥା ତୋ ପାଖରେ ରଖ। ତ ପିଲାମାନେ ସେଇଠୁ ବାୟା ଚଢ଼େଇର କଥା ଶୁଣିବା ପରେ ମାଙ୍କଡ଼ଟି କ'ଣ କଲା ନା ବହୁତ ବିରକ୍ତ ହୋଇଗଲା। ବିରକ୍ତ ହୋଇଯାଇ ସେଇଠୁ ବାୟା ଚଢ଼େଇକି କହିଲା କ'ଣ ନା, ଆରେ ବାୟା ଚଢ଼େଇ, ତୁ ଦେଖୁଛୁ ଯେ ମୁଁ ଗୋଟିଏ କି ଫୁଲ ଏ ଗଛରୁ ପାଇଲିନି, ସେପଟେ ତୁ ମତେ ଭଲ ହେଇ କହୁଛୁ ଯେ ମୁଁ ବିଶ୍ରାମ ନେବି, ତୋ କଥା ତୋ ପାଖରେ ରଖ। ତୁ ଅଧିକା ବକ୍ ବକ୍ କରିବୁ ତ ତୋର ଏଇ ବସା ସଙ୍ଗେ ସଙ୍ଗେ ଭାଙ୍ଗିଦେବି। ତ ପିଲାମାନେ ପୁଣି ମାଙ୍କଡ଼ଟି ରାଗି ଯାଇ କହୁଛି, ତୁ ଅଧିକା ବକ୍ ବକ୍ କରିବୁ ତ ତୋର ଏଇ ବସା ସଙ୍ଗେ ସଙ୍ଗେ ଭାଙ୍ଗିଦେବି। ବାୟା ଚଢ଼େଇ ଜାଣିଛି ଯେ ମାଙ୍କଡ଼ଟା ଭାରି
ଦୁଷ୍ଟ। ତ ପିଲାମାନେ ବାୟା ଚଢ଼େଇ ଜାଣିଛି ମାଙ୍କଡ଼ଟା ବହୁତ ଦୁଷ୍ଟ, ସେଥିପାଇଁ ସେ ଏଇଭଳି କଥା କହୁଛି। ଖାଇବା ପାଇଁ ଡେଇଁ ଡେଇଁ ଡାଳ ଭାଙ୍ଗିବ। ତ ପିଲାମାନେ ସେ ଖାଇବା ପାଇଁ କ'ଣ କରିବ ନା ଡେଇଁ ଡେଇଁ ଡାଳ ଭାଙ୍ଗିବ, ଫୁଲ ଫଳ ଖାଇବା ସହ ନଷ୍ଟ ବି କରିବ। ତ ପିଲାମାନେ ମାଙ୍କଡ଼ର ଅଭ୍ୟାସ କ'ଣ ନା ସେ ଡେଇଁ ଡେଇଁ ଡାଳ ଭାଙ୍ଗିବା ସହିତ ଫୁଲ ଫଳ ଖାଇ କ'ଣ ଡାଳ ସବୁକୁ ନଷ୍ଟ କରିବ। ପୁଣି ପେଟ ପୁରି ଗଲେ ଦୁଷ୍ଟାମି ବାହାର କରି ଡେଇଁ ଖେଳିବ। ତ ପିଲାମାନେ ସେଇଠୁ ଫୁଲ ଫଳ ଖାଇସାରିବା ପରେ କ'ଣ କରିବ ନା ପେଟ ପୁରି ଗଲା ପରେ ଡେଇଁକି ଖେଳିବ। ହାବୁଡ଼େ ପଡ଼ିଲେ ଚଢ଼େଇ ବସା ଭାଙ୍ଗିବ। ତ ପିଲାମାନେ ତା ହାବୁଡ଼ରେ ଯଦି ଚଢ଼େଇ ବସା ପଡ଼ିଯିବ ସେ ତାକୁ ଭାଙ୍ଗିଦବ। ତାପରେ ଏଇଠି ତା ବସା ପାଖରେ ବସି ବସା ଭାଙ୍ଗିବା କଥା କହି ଧମକେଇ ସାରିଲାଣି। ତ ପିଲାମାନେ ମାଙ୍କଡ଼ କ'ଣ କରୁଛି ନା ସେଇ ବାୟା ଚଢ଼େଇର ବସା ପାଖରେ ବସି ତାର ବସାକୁ ଭାଙ୍ଗିବ ବୋଲି ଧମକେଇ ମଧ୍ୟ ସାରିଲାଣି। ତେଣୁ ବାୟା ଚଢ଼େଇ ବୁଦ୍ଧି ବାହାର କରି କହିଲା, ହେ ମଉସା, ତୁମେ କେତେ ଭଲ, ତୁମେ ଭଲ ବୋଲି ତୁମ ସହ କେହି ଶତ୍ରୁତା କରନ୍ତିନି, ତୁମେ ବୁଦ୍ଧିଆ ବୋଲି ସବୁ ଜୀବଜନ୍ତୁ ତୁମର ତାରିଫ କରନ୍ତି। ତ ପିଲାମାନେ ବାୟା ଚଢ଼େଇ କିପରି ତା ବସା ନ ଭାଙ୍ଗିବ ସେ ମାଙ୍କଡ଼କୁ ପୁଣି ବୁଦ୍ଧି ବାହାର କରି କ'ଣ କହିଲା, ହେ ମଉସା, ତୁମେ କେତେ ଭଲ, ତୁମେ ଭଲ ବୋଲି ତୁମ ସହ କେହି ଶତ୍ରୁତା କରନ୍ତିନି, ତୁମେ ବୁଦ୍ଧିଆ ବୋଲି ସବୁ ଜୀବଜନ୍ତୁ ତୁମର ତାରିଫ କରନ୍ତି। ତାରିଫ ମାନେ କ'ଣ ପିଲାମାନେ ନା ପ୍ରଶଂସା କରନ୍ତି। ତ ପିଲାମାନେ ବାୟା ଚଢ଼େଇଟି ଏଇଭଳିଆ ମାଙ୍କଡ଼କୁ କହି ଚାଲିଛି। କାଳେ ମାଙ୍କଡ଼ ମନ ପରିବର୍ତ୍ତନ ହୋଇଯିବ ଆଉ ତାର ବସାକୁ ସେ ଭାଙ୍ଗିବନି। ତ ଦେଖିବା ପିଲାମାନେ ବାୟା ଚଢ଼େଇର ବସା ମାଙ୍କଡ଼ ଭାଙ୍ଗୁଛି କି ନାହିଁ। ବାୟା ଚଢ଼େଇ ଠାରୁ ତେଲିଆ କଥା ଶୁଣି ଦୁଷ୍ଟ ମାଙ୍କଡ଼ ଟିକେ ଖୁସି ହୋଇଗଲା। ତ ପିଲାମାନେ ବାୟା ଚଢ଼େଇର ଏଭଳି କଥା ଶୁଣିବା ପରେ ମାଙ୍କଡ଼ ଟିକିଏ ଖୁସି ହୋଇଗଲା। ସେ ଖୁସି ହେବା ସଙ୍ଗେ ସଙ୍ଗେ ବାୟା ଚଢ଼େଇ ଆଗରେ ବାହାଦୁରୀ ଦେଖାଇବା ପାଇଁ ଚିନ୍ତା କରି ତା ବସା ଭାଙ୍ଗିବା କଥା ଛାଡ଼ି ନିଜର ବଡ଼ ବଡ଼ କାରନାମା ବଖାଣିବାକୁ ଆରମ୍ଭ କଲା। ତ ପିଲାମାନେ ବାୟା ଚଢ଼େଇ ମୁହଁରୁ ମାଙ୍କଡ଼ର ପ୍ରଶଂସା ଶୁଣିବା ପରେ ମାଙ୍କଡ଼ଟି ବହୁତ ଖୁସି ହୋଇଗଲା। ସେ ଖୁସି ହେବା ସଙ୍ଗେ ସଙ୍ଗେ କ'ଣ କଲା ନା ବାୟା ଚଢ଼େଇ ଆଗରେ ନିଜର ବାହାଦୁରୀ ଦେଖାଇବା ପାଇଁ ଚିନ୍ତା କରି ତାର ବସା ଭାଙ୍ଗିବା କଥା ମଧ୍ୟ ସେ ଭୁଲିଗଲା। ଆଉ ତାର ନିଜର ବଡ଼ ବଡ଼ କାରନାମା ବା ନିଜେ ବଡ଼ ବଡ଼ କାମ କରିଥିବା କଥା ସବୁ ବାୟା ଚଢ଼େଇ ଆଗରେ କହିବାକୁ ଆରମ୍ଭ କଲା। କହିଲା, ଦିନେ ଗୋଟିଏ ହାତୀ ଜଙ୍ଗଲରେ ବୁଲୁଥିଲା, ମୋର ମନ ହେଲା ତା ପିଠିରେ ଟିକେ ବସି ବୁଲିବି। ତ ପିଲାମାନେ ସେ କହୁଛି, କିଏ କହୁଛି ନା ମାଙ୍କଡ଼ଟି କହୁଛି, ଦିନେ ଗୋଟିଏ ହାତୀ ଜଙ୍ଗଲରେ ବୁଲୁଥିଲା, ମୋର ମନ ହେଲା ତା ପିଠି ଉପରେ ଟିକେ ବସି ବୁଲିବି। ଏ କଥା ଯେମିତି ହାତୀକୁ କହିଛି, ହାତୀ ହସି ଉଡ଼େଇ ଦେଇ ଓଲଟା କହିଲା ଯେ, ମୁଁ ଗୋଟିଏ ସାଧାରଣ ମାଙ୍କଡ଼, ତା ପିଠିରେ ମୁଁ ବସିଲେ ତାର ସମ୍ମାନ ଚାଲିଯିବ। ତ ପିଲାମାନେ ସେ ଯୋଉ ବସିବା କଥା ହାତୀକୁ କହିବାରୁ ହାତୀ ସେଇଠୁ କ'ଣ କଲା ନା, ତୁ ଗୋଟିଏ ସାମାନ୍ୟ ମାଙ୍କଡ଼, ତୁ ମୋ ପିଠି ଉପରେ ବସିଲେ ମୋର ସମ୍ମାନ ଚାଲିଯିବ। ମୋ କଥାକୁ ବେଖାତିର କରି କହିଲାରୁ ମୋର ରାଗ ବଢ଼ିଗଲା। ତ ପିଲାମାନେ ହାତୀଟି ଯେହେତୁ ତାକୁ ବେଖାତିର କଲା ଆଉ ତାପରେ ବସିଲେ ତାର ସମ୍ମାନ ଚାଲିଯିବ, ଏଇଭଳି କଥା କହିବାରୁ ସେଠୁ ମାଙ୍କଡ଼ର କ'ଣ ହେଲା ନା ରାଗ ବଢ଼ିଗଲା। ଏଣୁ ସଙ୍ଗେ ସଙ୍ଗେ ମୁଁ ତାର ପିଠି ଉପରକୁ ଡେଇଁ ପଡ଼ିଛି। ତ ମୋତେ ତା ଶୁଣ୍ଡରେ ଧରି ଦେବାକୁ ଚେଷ୍ଟା କରିବାରୁ ତା ପିଠି ଉପରୁ ମୁଁ ଡେଇଁ ପଳେଇ ଆସିଲି। ତ ପିଲାମାନେ ମାଙ୍କଡ଼ ସେଇଠୁ ଜବରଦସ୍ତି କ'ଣ କଲା ନା ହାତୀ ଶୁଣ୍ଡ ଉପରକୁ ବା ପିଠି ଉପରକୁ ଡେଇଁ ପଡ଼ିଲା। ସେଇଠୁ ହାତୀଟି ତାକୁ ଶୁଣ୍ଡରେ ଧରିଦେବାକୁ ଚେଷ୍ଟା କରିବାରୁ ମାଙ୍କଡ଼ ସଙ୍ଗେ ସଙ୍ଗେ ଡେଇଁ ପଳେଇ ଆସିଲା। ସେ ମୋର ଦୌଡ଼ା ଦେଖି ହସିବାରୁ ମୁଁ ବି ଆହୁରି ରାଗିଗଲି। ତ ପିଲାମାନେ ସେ ତାର ଦୌଡ଼ା ଦେଖି ହସିବାରୁ ସେଇଠୁ ମାଙ୍କଡ଼ ଆହୁରି ବହୁତ ଜୋରରେ ରାଗିଗଲା ହାତୀ ହସିବାରୁ। ଏଣୁ ଟିକେ କାଇଦା କରି ତାର ଲାଞ୍ଜଟାକୁ ଧରି ଓହଳି ପଡ଼ିଲି। ତ ପିଲାମାନେ ହାତୀର ଲାଞ୍ଜଟିକୁ ଧରି ପୁଣି ସେ ଓହଳି ପଡ଼ିଲା। ସେ ଯେତେ ଚେଷ୍ଟା କଲେ ବି ମୋତେ ଧରି ପାରିଲାନି। ତ ପିଲାମାନେ ମାଙ୍କଡ଼ଟି କହୁଛି, ହାତୀ ଯେତେ ଚେଷ୍ଟା କଲେ ବି ତାକୁ ଧରି ପାରିଲାନି। ସେ ବିଗିଡ଼ି ଯାଇ ବସିଗଲେ ମୁଁ ତଳେ ରହିଯିବି ବୋଲି ଭାବି ସେମିତି ବସିଯିବାକୁ ଚାହିଁଛି, ମୁଁ ଡେଇଁ ଗଛ ଉପରକୁ ପାର। ତ ପିଲାମାନେ ହାତୀଟି କ'ଣ କଲା ନା ବସିଯିବା ପାଇଁ ଚେଷ୍ଟା କଲା। ବସିଗଲେ କ'ଣ ହେବ ପିଲାମାନେ, ମାଙ୍କଡ଼ଟି ଯୋଉ ତା ଲାଞ୍ଜ ଧରିଛି ମାଙ୍କଡ଼ ଚାପି ହେଇଯିବ। ସେଥିପାଇଁ କ'ଣ କଲା ନା ମାଙ୍କଡ଼ଟି ତା ପୂର୍ବରୁ ସେ ଗଛ ଉପରକୁ ଡେଇଁ ପଳାଇଗଲା। ମୋ ଚାଲାଖି ଦେଖି ସେ ଆହୁରି ବେଶୀ ରାଗିଗଲା। ମୁଁ ଯେଉଁ ଗଛ ଉପରେ ବସିଥିଲି ସେ ସେହି ଗଛରୁ ଶୁଣ୍ଡରେ ହଲେଇବାରୁ ମୁଁ ବି ଦୋଳି ଖେଳିବା ପରି ଖୁସି ହେଉଥିଲି। ତ ପିଲାମାନେ ମାଙ୍କଡ଼ ଯେହେତୁ ଗଛ ଉପରକୁ ଚଢ଼ିଗଲା, ହାତୀ ସଙ୍ଗେ ସଙ୍ଗେ କ'ଣ କଲା ନା ତା ଶୁଣ୍ଡରେ ସେ ଗଛଟିକୁ ହଲେଇବାକୁ ଲାଗିଲା। ସେଇଠୁ ମାଙ୍କଡ଼ ଖୁସି ହୋଇ ଦୋଳି ଖେଳିବା ପରି କ'ଣ ଝୁଲିଲା। ସେ ସେଇ ଗଛର ଡାଳ ଭାଙ୍ଗିବାକୁ ଯିବାରୁ ପୁଣି ଆର ଗଛ କ'ଣ
ଆର ଗଛ ତା ପାଖକୁ ଗଛ ଡେଇଁବା ଦେଖି ସେ କୋଉ ଗଛର ଡାଳ ତ କେଉଁ ଛୋଟ ଗଛ ଉପାଡ଼ି ଚାଲିଲା। ତ ପିଲାମାନେ ସେ କ'ଣ କଲା, ମାଙ୍କଡ଼ଟି ଯେହେତୁ ଗଛ ଉପରେ ଗଛ ଡେଇଁ ଚାଲିଲା, ସେଇଠୁ ହାତୀ କ'ଣ କଲା ନା କେଉଁ ଗଛର ଡାଳ ତ କେଉଁ ଛୋଟ ଛୋଟ ଗଛକୁ ରାଗରେ ଉପାଡ଼ି ଚାଲିଲା। ତାର ଚିଡ଼ିବା ଦେଖି ମୁଁ ବି ଖେଳ ଆରମ୍ଭ କରିଦେଲି। ତ ପିଲାମାନେ ହାତୀର ଚିଡ଼ିବା ଦେଖି ସେ ଖେଳ ଆରମ୍ଭ କରିଦେଲା। ଏ ଗଛରୁ ସେ ଗଛ ଡେଇଁ ଚାଲିଲା। ତାପରେ ଦେଖିବା ପିଲାମାନେ କ'ଣ ହେଲା। ଏମିତି କେତେ ଗଛ ମୁଁ ଚଢ଼ିଯିବାରୁ ସେ ଡାଳ ଗଛ ଭାଙ୍ଗି ଭାଙ୍ଗି ନୟାନ୍ତ ହୋଇପଡ଼ିଲା। ତ ପିଲାମାନେ ମାଙ୍କଡ଼ଟି କହୁଛି, ଏମିତି କେତେ ଗଛ ମୁଁ ଚଢ଼ିଯିବାରୁ ସେ କ'ଣ କଲା ନା ଗଛ ଡାଳ ସବୁ ଭାଙ୍ଗି ଭାଙ୍ଗି ହାଲିଆ ହୋଇଗଲା, କିନ୍ତୁ ମୋତେ ଧରି ପାରିଲାନି। ଏମିତି ଗୋଡ଼େଇ ଗୋଡ଼େଇ ସେ ବିରକ୍ତ ହୋଇ ପଳାଇଲା। ତ ପିଲାମାନେ ହାତୀଟି କ'ଣ କଲା ନା ମାଙ୍କଡ଼କୁ ଗୋଡ଼େଇ ଗୋଡ଼େଇ ଧରି ପାରିଲାନି। ଶେଷରେ ସେ ଗଛ ଡାଳ ଭାଙ୍ଗି ଭାଙ୍ଗି ବିରକ୍ତ ହୋଇଗଲା ଆଉ ସେଠୁ ପଳାଇଲା। ତାହା ସହ ଖେଳି ଖେଳି ମୁଁ ଗୋଟିଏ ଗଛ ଉପରେ ବସିଛି। ତ ପିଲାମାନେ ସେ କ'ଣ କହୁଛି, ତା ସହ ଖେଳି ଖେଳି ହାତୀ ସହ ଖେଳି ଖେଳି ମୁଁ ଗୋଟିଏ ଗଛ ଉପରେ ବସିଛି। ସେ ଗଛ ତଳେ ଗୋଟିଏ ବାଘ ଆସି ବସିଗଲା। ତ ପିଲାମାନେ ସେ କହୁଛି, ସେ ଗଛ ତଳେ ଗୋଟିଏ ବାଘ ଆସି ବସିଗଲା। ବାଘଟାକୁ ଦେଖି ତା ସହ ଖେଳିବାକୁ ମନ ହେଲା। ତ ପିଲାମାନେ ସେ ହାତୀ ସହ ଖେଳି ସାରିବା ପରେ ବାଘକୁ ଯେହେତୁ ଦେଖିଛି, ତା ସହିତ ଖେଳିବାକୁ ମଧ୍ୟ ମନ କଲା। ମୁଁ ତଳ ଡାଳକୁ ଯେମିତି ଆସିଛି ସେ ମୋତେ ଧରିବାକୁ ହାତ ବଢ଼ାଇଲା, ମୁଁ ଉପରକୁ ପଳେଇ ଆସେ। ତ ପିଲାମାନେ ସେ କ'ଣ କଲା, ସେ କହୁଛି, ମୁଁ ତଳ ଡାଳକୁ ଯେମିତି ଆସିଛି ସେ ମୋତେ ଧରିବା ପାଇଁ ହାତ ବଢ଼ାଇଲା, ମୁଁ ଉପରକୁ ପଳେଇ ଆସେ। ଏମିତି ଘଣ୍ଟା ଘଣ୍ଟା ଖେଳିବା ପରେ ସିଏ ବି ମୋତେ ଧରି ନ ପାରି ବିରକ୍ତ ହୋଇ ପଳାଇଲା। ତାପରେ ମୁଁ ଗଛରୁ ଗଛ ଡେଇଁ ମୋର ଖାଇବା ପାଇଗଲା ପରେ ଗୋଟିଏ ଗଛରେ ବସିଥାଏ। ପିଲାମାନେ ବାଘଟି ମଧ୍ୟ କ'ଣ ମାଙ୍କଡ଼କୁ ଧରି ପାରିଲା ନାହିଁ ହେଲା। ତାପରେ ସେ ପଳାଇଗଲା। ସେଇଠି ସେଇ ଗଛ ଉପରକୁ ଭାଲୁଟିଏ ମୋତେ ଧରିବାକୁ ଆସିଲା। ତ ପିଲାମାନେ ପୁଣି ଭାଲୁ ଆସିଲା କ'ଣ ମାଙ୍କଡ଼କୁ ଧରିବା ପାଇଁ। ତାକୁ ଦେଖି ଗଛର ପୁରା ଅଗଡାଳକୁ ପଳେଇଲି। ସେ ଚଢ଼ି ମୋ ପାଖକୁ ଗଲା ବେଳକୁ ମୁଁ ଗଛ ଅଗରୁ ପୁରା ତଳକୁ ଡେଇଁଲି। ତ ପିଲାମାନେ ଯେହେତୁ ସେ ଭାଲୁକୁ ଦେଖିଲା, ଭାଲୁକୁ ଦେଖିବା ପରେ ସେ ଗଛର ପୁରା ଆଗକୁ ପଳାଇଲା। ଭାଲୁ ଯେତେବେଳେ ତା ପାଖକୁ ଗଲା ସେ କ'ଣ କଲା ନା ଆଉ ଗୋଟେ କ'ଣ ଅଗରୁ ପୁରା ତଳକୁ ଡେଇଁ ପଡ଼ିଲା। ତାପରେ ଭାଲୁ ତ ମୋ ଭଳି ଡେଇଁ ପାରିବନି, ସେ ଧୀରେ ଧୀରେ ଓହ୍ଲେଇ ମୋ ପାଖକୁ ଆସିଲା ବେଳକୁ ମୁଁ ଶୀଘ୍ର ଚଢ଼ିଯାଏ। ପୁଣି ଯାଇ ସେଇ ଗଛ ଅଗରେ ସେ ପୁଣି ଚଢ଼ି ଚଢ଼ି ମୋ ପାଖକୁ ଆସିଲା ବେଳକୁ ମୁଁ ଏକାଥରକେ ଡେଇଁ ତଳେ। ତ ପିଲାମାନେ କ'ଣ ହେଲା ନା ଯେତେବେଳେ ମାଙ୍କଡ଼ ଗଛ ଅଗକୁ ପଳାଏ ସେତେବେଳେ ଭାଲୁ ତା ପାଖରେ ପହଞ୍ଚିବା ବେଳକୁ ମାଙ୍କଡ଼ ତଳକୁ ଡେଇଁ ପଡ଼େ। ପୁଣି ଭାଲୁ ଧୀରେ ଧୀରେ ତଳକୁ ଓହ୍ଲେଇବା ବେଳକୁ ପୁଣି ମାଙ୍କଡ଼ କ'ଣ କରେ ନା ଗଛକୁ ଡେଇଁ ପୁଣି ଗଛ ଅଗକୁ ପଳାଏ। ତ ଏଇଭଳି ପିଲାମାନେ କ'ଣ କରେ, ଏମିତି ଖେଳିଲି ଯେ ସେ ବି ସେ ଜାଗା ଛାଡ଼ି ପଳାଇଲା। ତ ପିଲାମାନେ ମାଙ୍କଡ଼ ଯେହେତୁ ଏଇଭଳି ଚାଲାକି କଲା, ତାପରେ ଭାଲୁଟି କ'ଣ କଲା ନା ଚିଡ଼ି ସେ ଜାଗା ଛାଡ଼ି ପଳାଇଲା। ତାପରେ ଦେଖିବା ପିଲାମାନେ ମାଙ୍କଡ଼ କ'ଣ କଲା। ଏତିକି କଥା କହି ମାଙ୍କଡ଼ ନୀରବ ହୋଇଯିବାରୁ ବାୟା ଚଢ଼େଇ ଭାବିଲା ଯେ ପୁଣି ଯଦି ସେ ବଦମାସି ଆରମ୍ଭ କରେ ମୋ ଛୁଆମାନେ ହଇରାଣ ହୋଇଯିବେ। ତ ପିଲାମାନେ ଏଇସବୁ କଥା ଶୁଣିବା ପରେ ବାୟା ଚଢ଼େଇଟି ବହୁତ ଡରିଗଲା ହେଲା। ଏତିକି କଥା କହି ମାଙ୍କଡ଼ ନୀରବ ହୋଇଯିବାରୁ ବାୟା ଚଢ଼େଇ ସେଇଠୁ ଭାବିଲା କ'ଣ ନା ସେ ପୁଣି ଯଦି ବଦମାସି ଆରମ୍ଭ କରେ ମୋ ଛୁଆମାନେ ହଇରାଣ ହୋଇଯିବେ। ତେଣୁ ମାଙ୍କଡ଼ କେମିତି ସେ ଗଛ ଛାଡ଼ି ଯିବ ସେ ବାଟ ଚିନ୍ତା କରୁ କରୁ କହିଲା, ମାଙ୍କଡ଼ ମଉସା, ତୁମେ ସତରେ ହାତୀ ବାଘ ଭାଲୁକୁ ଚକମା ଦେଇ ଦେଖେଇ ଆସିଛ ହେଲା। ତ ପିଲାମାନେ ସେଇଠୁ ବାୟା ଚଢ଼େଇଟି କହୁଛି କ'ଣ ନା ସତରେ ତୁମେ ମାଙ୍କଡ଼ ମଉସା, ତମେ ସତରେ ହାତୀ ବାଘ ଭାଲୁକୁ ଚକମା ଦେଖେଇ ଆସିଛ। ତେଣୁ ସେମାନେ ହିଂସ୍ର ହେଲେ ବି ତୁମ ବୁଦ୍ଧି ଯୋଗୁଁ ତୁମେ ସେମାନଙ୍କୁ ହଇରାଣ କଲ। ତ ପିଲାମାନେ ସେ କହୁଛି କ'ଣ, ବାୟା ଚଢ଼େଇଟି କହୁଛି, ତୁମେ ହିଂସ୍ର ହେଲେ ବି ତମ ବୁଦ୍ଧି ଯୋଗୁଁ ତମେ ସେମାନଙ୍କୁ ହଇରାଣ କଲ। ତୁମେ ଏତେ ବୁଦ୍ଧିଆ, ମୁଁ ଗୋଟିଏ ଟିକି ଚଢ଼େଇ ହେଇ ତୁମକୁ ପ୍ରଶଂସା କରୁଛି। ତୁମ ବାହାଦୁରୀ କଥାକୁ ଶୁଣି ଏତେ ଖୁସି ଲାଗିଲା ଯେ ଏ କଥା ମୋର ସାଙ୍ଗମାନଙ୍କୁ କହିବି। ତ ପିଲାମାନେ ବାୟା ଚଢ଼େଇଟି କହୁଛି, ମୋର ଏଇ କଥା ନା ତୁମର ସବୁ ଏଇ କଥା ମୁଁ ମୋ ସାଙ୍ଗମାନଙ୍କୁ କହିବି, ସେମାନେ ଏଣିକି ତୁମକୁ ବହୁତ ସମ୍ମାନ ଦେବେ। ତ ପିଲାମାନେ ବାୟା ଚଢ଼େଇ କହୁଛି, ମୁଁ ତମର ଏଇ ସବୁ ବାହାଦୁରୀ କଥା ମୁଁ ମୋ ସାଙ୍ଗମାନଙ୍କୁ କହିବି, ସେ ଆଜିଠାରୁ ତମମାନଙ୍କୁ ବହୁତ ସମ୍ମାନ ଦେବେ। ବାୟା ଚଢ଼େଇ କଥାରେ ମାଙ୍କଡ଼ କହିଲା, ତୁ ମୋତେ ବାହାଦୁରିଆ ବୋଲି ଭାବୁଛୁ? ତୁ ଏତେ କଥା ଶୁଣି ଜାଣିପାରୁନୁ ଯେ ମୁଁ ସଙ୍ଗେ ସଙ୍ଗେ ତୋ ବସା ଛିଣ୍ଡେଇ ଫୋପାଡ଼ି ଦେବି। ତ ପିଲାମାନେ ତ ସେଇଠୁ ମାଙ୍କଡ଼ କ'ଣ କହୁଛି, ତୁ ଏତେ କଥା ଶୁଣି ଜାଣିପାରୁନୁ ଯେ ମୁଁ ସଙ୍ଗେ ସଙ୍ଗେ ତୋର ବସାକୁ ଛିଣ୍ଡେଇ ଫୋପାଡ଼ି ଦେବି। ମାଙ୍କଡ଼ର ଏ କଥା ଶୁଣି ବାୟା ଚଢ଼େଇ ବହୁତ ଡରିଗଲା। ସେ ଦେଖିଲା ଯେ
ମାଙ୍କଡ଼ ଯେତେ ଦୁଷ୍ଟ ବୋଲି ଭାବୁଥିଲା ତାଠାରୁ ଅଧିକା ବୋଲି ଏବେ ଜାଣିଗଲା। ଏଣୁ ମାଙ୍କଡ଼କୁ କେମିତି ସେ ଗଛରୁ ବିଦା କରିବ ସେଇ କଥା ସେ ଭାବୁଥିଲା। ସେଇ କଥା ସେ ଚିନ୍ତାରେ ଘାରି ହେଲା। ଦେଖିଲା ଟିକେ ଡେରି ହୋଇଗଲେ ତା ବସା ତାର ସବୁ ଛୁଆ ଏପଟ ସେପଟ ହୋଇଯିବ। ସେଥିପାଇଁ ପିଲାମାନେ ବାୟାଚଢ଼େଇଟି ଡରିଗଲା। ହଠାତ୍ ତା ମୁଣ୍ଡରେ ଗୋଟିଏ ବୁଦ୍ଧି ଢୁକିଲା। ତ ପିଲାମାନେ ବାୟାଚଢ଼େଇର ମୁଣ୍ଡରେ ଗୋଟିଏ ବୁଦ୍ଧି ଢୁକିଲା। ସେ କହିଲା, ହେ ମାଙ୍କଡ଼ ମଉସା, ତୁମେ ବହୁତ ବଳବାନ। ତୁମେ ହାତୀ, ବାଘ, ଭାଲୁକୁ ଭୁଲେଇ ଦେଇ ଆସିପାରିଛ। ମୁଁ କିନ୍ତୁ ଛୋଟିଆ ଚଢ଼େଇଟିଏ। ମୁଁ ଛୋଟ ବୋଲି ମତେ ସମସ୍ତେ ହଇରାଣ କରୁଛନ୍ତି। ତ ପିଲାମାନେ ସେଇଠୁ ବାୟାଚଢ଼େଇଟି କହୁଛି, ମୁଁ ଛୋଟ ବୋଲି ମତେ ସମସ୍ତେ ହଇରାଣ କରୁଛନ୍ତି। ତୁମେ ଯଦି ମୋ କଥା ଶୁଣିବ, ମତେ ଯେଉଁମାନେ ହଇରାଣ କରୁଛନ୍ତି ତୁମେ ସେମାନଙ୍କୁ ନିଶ୍ଚୟ ବୁଦ୍ଧି ଶିଖେଇ ଦିଅନ୍ତ। ତ ପିଲାମାନେ ବାୟାଚଢ଼େଇଟି କହୁଛି, ମତେ ଯେଉଁମାନେ ହଇରାଣ କରିଛନ୍ତି ତୁମେ ସେମାନଙ୍କୁ ନିଶ୍ଚିତ ବୁଦ୍ଧି ଶିଖାଇ ଦିଅନ୍ତ। ମୋର ସିନା ବେଶୀ ଶକ୍ତି ନାହିଁ ବା ବଳ ନାହିଁ, ତୁମର କିନ୍ତୁ ଶକ୍ତି ସହ ବୁଦ୍ଧି ମଧ୍ୟ ପ୍ରଖର ଅଛି। ତ ବାୟାଚଢ଼େଇଟି କହୁଛି, ମୋର ସିନା ଶକ୍ତି ନାହିଁ, ତୁମର ଶକ୍ତି ସହିତ ବୁଦ୍ଧି ମଧ୍ୟ ବହୁତ ଅଛି। ତଥାପି ମୁଁ ଭାବୁଛି ଯେ ସେମାନେ ତୁମଠାରୁ ବହୁତ ଛୋଟ ହେଲେ ବି ସେମାନେ ତୁମକୁ ନିଶ୍ଚୟ ବୁଦ୍ଧି ଶିଖାଇ ଦେବେ। ତ ପିଲାମାନେ ସେଇଠୁ ବାୟାଚଢ଼େଇଟି କହୁଛି କ'ଣ ନା, ସେମାନେ ତୁମଠାରୁ ଛୋଟ ହେଲେ ବି ସେମାନେ ତୁମକୁ ନିଶ୍ଚୟ କ'ଣ ବୁଦ୍ଧି ଶିଖାଇ ଦେବେ। ତ ପିଲାମାନେ ଏଇ କଥା ଯେତେବେଳେ ବାୟାଚଢ଼େଇ କହୁଛି, ଏ କଥା କହିକି ମାଙ୍କଡ଼ ମନରେ ସେମାନଙ୍କ ପାଇଁ କ'ଣ ରାଗ ସୃଷ୍ଟି କରାଉଛି। ତୁମେ ସିନା ବହୁତ ବଡ଼ ବଡ଼ ଜନ୍ତୁକୁ କ'ଣ ବୁକେଇ ଯାଇଛ, କିନ୍ତୁ ଏଇ ଛୋଟ ଜୀବମାନେ ତୁମକୁ ହଇରାଣ କରିପାରନ୍ତି। ବାୟାଚଢ଼େଇର କଥାରେ ମାଙ୍କଡ଼ ଉତ୍କଣ୍ଠିତ ହୋଇ କହିଲା, ରେ ବାୟାଚଢ଼େଇ, ତୁ ମତେ କ'ଣ କହିଲୁ? ପୁଣି ମୋ ଠାରୁ ଛୋଟ ଜୀବ ମତେ ହଇରାଣ କରିବେ? କହିଲୁ ସେ କି ଜୀବ? ମୁଁ ସେଗୁଡ଼ିକୁ ସଙ୍ଗେ ସଙ୍ଗେ ବୁଦ୍ଧି ଶିଖେଇ ଦିଅନ୍ତି। ସେଗୁଡ଼ିକୁ ଏମିତି ଜବତ କରିବି ଯେ ନିଜ ନାଁ ବି ଭୁଲିଯିବେ। ତ ପିଲାମାନେ ସେଠୁ ମାଙ୍କଡ଼ କ'ଣ କହୁଛି, ତୁ ସେମାନଙ୍କ ନାଁ କହ, ମୁଁ ସେମାନଙ୍କୁ କ'ଣ ଏମିତି ଉଚିତ ଶିକ୍ଷା ବା ଜବାବ ଦେବି ଯେ ସେମାନେ ସେମାନଙ୍କ ନାଁ ଭୁଲିଯିବେ। ବାହାଦୁରୀ ଦେଖେଇବାର ଦୁଷ୍ଟର ପ୍ରକୃତି। ତ ପିଲାମାନେ ସେ କହୁଛି, ବାହାଦୁରୀ ଦେଖେଇବା ଦୁଷ୍ଟର ପ୍ରକୃତି। ଏଣୁ ଦୁଷ୍ଟ ମାଙ୍କଡ଼କୁ ଉଚିତ ଶିକ୍ଷା ଦେବାକୁ ଭାବି ବାୟାଚଢ଼େଇ କହିଲା, ମଉସା, ଏଇଠୁ ଟିକିଏ ଦୂରରେ ଗୋଟିଏ ପଣସ ଗଛ ଅଛି। ସେଇ ଗଛରେ ମୁଁ ବସା କରିଥିଲି। ସେଇ ଗଛରେ ଗୋଟିଏ କଜଳପାତି ଆସି ବସା କଲା। ସେ ବସା କରିବା ପରେ ମତେ ଧମକେଇ କହିଲା ଯେ ତୁ ଏଠୁ ତୋ ବସା ନେଇ ପଳା। ତାକୁ ଧମକ ପାଇ ମୁଁ ବାଧ୍ୟ ହୋଇ ଟିକିଏ ଦୂରରେ ଥିବା ଆମ୍ବ ଗଛରେ ବସା କଲି। ସେଠି ଗୋଟିଏ କୁଆ ଆସି ବସା କରି ମତେ କହିଲା ଯେ ତୁ ମୋ ଆମ୍ବ ଗଛ ଛାଡ଼ି ପଳା। ତ ପିଲାମାନେ ସେ କ'ଣ କହୁଛି ନା, ଗୋଟିଏ କ'ଣ ଏଠି କିଛି ଦୂରରେ ଥିବା ଆମ୍ବ ଗଛ ଅଛି। ଆମ୍ବ ଗଛ ପାଖରେ ମୁଁ ବସା କରି ରହିଥିଲି। ସେଠି ଗୋଟିଏ କୁଆ ଆସି ବସା କରି ରହିଲା ଆଉ ମତେ କହିଲା ତୁ ଏ ଜାଗା ଛାଡ଼ି ପଳା। ତେଣୁ ମୁଁ ସେ ଆମ୍ବ ଗଛ ଛାଡ଼ି ଗୋଟିଏ ଝାଉଁ ଗଛରେ ବସା କଲି ଯେ ମୋ ବସାଟା ବାହାରକୁ ଦେଖାଗଲା। ତାପରେ ସେଠି କିଛି ଖାଇବାକୁ ନ ମିଳିବାରୁ ମୁଁ ଏଇଠି ଅନ୍ଧାରୁଆ ଜାଗା ଦେଖି ବସା କରିଛି। ତ ଏତେ କଥା ଶୁଣି ସାରିବା ପରେ ବାୟାଚଢ଼େଇ ପାଖରୁ ଦେଖିବା ମାଙ୍କଡ଼ଟି କ'ଣ କଲା ପିଲାମାନେ। ଏ କଥା ଶୁଣି ମାଙ୍କଡ଼ କହିଲା, ତୁ ମତେ ଦେଖ, ମୁଁ ଏଇ ସଙ୍ଗେ ସଙ୍ଗେ ଯାଉଛି। ସେ କଜଳପାତି ଏବଂ କୁଆକୁ ବୁଦ୍ଧି ଶିଖେଇ ଦେଇ ଆସୁଛି। ବାୟାଚଢ଼େଇ କହିଲା, ମଉସା, ତୁମେ ଏଇ ଦୁଇଟାକୁ ଜବତ କର। ଏତିକି କାମ କରିସାରି ତୁମେ ଝାଉଁ ଗଛକୁ ଯିବ। ସେଇଠି ଗୋଟିଏ ବସା ଅଛି। ସେଇ ବସା ଭାଙ୍ଗି ତୁମେ ଯଦି ଚୁଷିବ ତେବେ ତୁମକୁ ଅମୃତର ସ୍ୱାଦ ମିଳିବ ଏବଂ ତୁମେ ମୋ ପାଖରୁ ଏ ଖବର ପାଇଛ ବୋଲି ମତେ ବି ପ୍ରଶଂସା କରିବ। ମାଙ୍କଡ଼ କହିଲା, ତୁ ମତେ ଯେଉଁ ଅମୃତ ପାଇବାର ଠିକଣା ଦେଉଛୁ ସେଥିପାଇଁ ଆଗ ତୋ କାମ କରିବି। ଏତିକି କହିଦେଇ ମାଙ୍କଡ଼ ସଙ୍ଗେ ସଙ୍ଗେ ପଣସ ଗଛରେ ପହଞ୍ଚି ଯାଇ କଜଳପାତିର ବସା ଭାଙ୍ଗିବାକୁ ହାତ ବଢ଼େଇଛି। କଜଳପାତି ତାକୁ ହାଣି ହାଣି ତାକୁ ଗଛରୁ ବିଦା କରିଦେଲା। ତ ପିଲାମାନେ ସେ କ'ଣ କଲା ନା, ବାୟାଚଢ଼େଇର କଥା ଶୁଣି ସେ କଜଳପାତି ବସା ଭାଙ୍ଗିବାକୁ ଗଲା। କଜଳପାତି ତାକୁ ହାଣି ହାଣି ସେଠାରୁ ଗୋଡ଼େଇ ଦେଲା। ତାପରେ ପଣସ ଗଛରେ ପହଞ୍ଚି ଯାଇ କଜଳପାତିର ବସା ଭାଙ୍ଗିବାକୁ ହାତ ବଢ଼େଇଛି। କଜଳପାତି ତାକୁ ହାଣି ହାଣି ତାକୁ ଗଛରୁ ବିଦା କରିଦେଲା। ମାଙ୍କଡ଼ ଦୌଡ଼ି ଯାଇ ଆମ୍ବ ଗଛରେ ପହଞ୍ଚିଲା। ସେଠି କୁଆର ବସା ଭାଙ୍ଗିବାକୁ ଯାଇଛି। କୁଆ ରାବି ରାବି ଶହ ଶହ କୁଆକୁ ଡାକିଦେଲା। କୁଆମାନେ ତାକୁ ଏମିତି ଖୁମ୍ପିଲେ ଯେ ମାଙ୍କଡ଼ ଖଣ୍ଡିଆ ଖାବରା ହୋଇଗଲା। କଜଳପାତି ଏବଂ କୁଆଠାରୁ ଶିକ୍ଷା ପାଇ ଦୁଷ୍ଟ ମାଙ୍କଡ଼ ବାୟାଚଢ଼େଇକୁ ହଇରାଣ କରିବାକୁ ଠିକ୍ କଲା। ତ ପିଲାମାନେ ଯେହେତୁ ବାୟାଚଢ଼େଇର କଥାରେ ସେମାନଙ୍କୁ ହଇରାଣ କରିବାକୁ ଯାଇଥିଲା, ସେମାନଙ୍କ ବସା ଭାଙ୍ଗିବାକୁ ଯାଇଥିଲା, ସେମାନେ ମାଙ୍କଡ଼କୁ ଖୁମ୍ପି କ'ଣ ରକ୍ତାକ୍ତ କରିଦେଲେ।
ସେଇଠୁ ମାଙ୍କଡ଼ କ'ଣ କଲା ନା ବାୟା ଚଢ଼େଇକୁ କିପରି ହଇରାଣ କରିବ ସେ କଥା ସେ ଠିକ୍ କଲା। ତେବେ ତାର କଷ୍ଟ ପାଇବା ଏବଂ ଖଣ୍ଡିଆ ଖାବର ଅବସ୍ଥା ନେଇ ବାୟା ଚଢ଼େଇକୁ ଦେଖାଇବାକୁ ସଙ୍ଗେ ସଙ୍ଗେ ନ ଚାହିଁ ଝାଉଁ ଗଛରୁ ଅମୃତ ଖାଇବାକୁ ଗଲା। ତ ପିଲାମାନେ ଝାଉଁ ଗଛରୁ ସେ ଅମୃତ ଖାଇବାକୁ ଗଲା କ'ଣ ନା ମହୁ ଖାଇବାକୁ ଗଲା। ସେଠି ଝାଉଁ ଗଛରେ ବସା ଦେଖି ଖୁସି ହେଇ ମହୁ ଫେଣାକୁ ଭାଙ୍ଗିବାକୁ ଯାଉଛି। ଶହ ଶହ ମହୁମାଛି ମାଙ୍କଡ଼କୁ ବିନ୍ଧି ଦେଲେ। ବିନ୍ଧି ଦେଇଗଲେ ମାଙ୍କଡ଼ର ବିନ୍ଧା ବିନ୍ଧି ବଢ଼ିଯିବାରୁ ସେ ସଙ୍ଗେ ସଙ୍ଗେ ବାୟା ଚଢ଼େଇର ବସା ଭାଙ୍ଗିବାକୁ ସେ ଓଉ ଗଛରେ ପହଞ୍ଚିଗଲା। ସେଠି ଦେଖିଲା ବେଳକୁ ବାୟା ଚଢ଼େଇ ତା ବସା ଭାଙ୍ଗି ଦେଇ ଗୋଟିଏ ତାଳ ଗଛରେ ତାର ବସା ବାନ୍ଧି ସାରିଥାଏ। ମାଙ୍କଡ଼କୁ ଓଉ ଗଛରେ ଦେଖି ବାୟା ଚଢ଼େଇ ତାଠାରୁ ଟିକିଏ ଦୂରେଇ ବସି କହିଲା, ରେ ମାଙ୍କଡ଼, ତୁ ଦୁଷ୍ଟ ବୋଲି ତତେ ବୁଦ୍ଧି ଶିଖେଇବାକୁ ମୋ ପକ୍ଷୀ ଜାତିର କଜଳପାତି ଏବଂ କୁଆ ପାଖକୁ ପଠେଇଥିଲି। ତୋ ଗର୍ବ ପାଇଁ ଟିକି ମାଛି ପାଖକୁ ବି ଅମୃତ କଥା କହି ପଠେଇଥିଲି। ତୋ ବାହାଦୁରୀ, ତୋ ଦୁଷ୍ଟାମି ଏବେ ସାବାଡ଼। ଦୁଷ୍ଟ ହେଲେ କଷ୍ଟ ଭୋଗିବୁ। ମାଙ୍କଡ଼ ରାଗି ବାୟା ଚଢ଼େଇକୁ ଧରିବା ପାଇଁ ହାତ ବଢ଼େଇଲା ବେଳକୁ ବାୟା ଚଢ଼େଇ ଫୁର। ତ ପିଲାମାନେ ଏ କଥା ଯେତେବେଳେ ବାୟା ଚଢ଼େଇ ମୁହଁରୁ ମାଙ୍କଡ଼ ଶୁଣିଲା, ସେଠୁ ବାୟା ଚଢ଼େଇକୁ ସେ ଉଚିତ ଶିକ୍ଷା ଦେବ ବୋଲି ଭାବିଲା। ଏ କଥା କହି ସେ ବାୟା ଚଢ଼େଇକୁ ଧରିବା ପାଇଁ ହାତ ବଢ଼େଇବାରୁ ବାୟା ଚଢ଼େଇ ଉଡ଼ିଗଲା। ତ ପିଲାମାନେ ଏ ଗପରୁ ତମାନେ କ'ଣ ଶିଖିଲ ନା ଦୁଷ୍ଟ ହେଲେ କଷ୍ଟ ଭୋଗିବାକୁ ପଡ଼େ। ତ ପିଲାମାନେ ଦେଖିଲ ତ ମାଙ୍କଡ଼ଟି କିପରି ନିଜର ଦୁଷ୍ଟାମି ପାଇଁ କେତେ କଷ୍ଟ ଭୋଗିବାକୁ ତାକୁ ପଡ଼ିଲା। ତ ପିଲାମାନେ ତମାନଙ୍କୁ ଯଦି ଏହି ଗପଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।